नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ସମାଚାର राज्यव्यापी 471 ନୂଆ ପଞ୍ଚାୟତରେ କାର୍ଯ୍ୟରତ ଭିତ୍ତିପ୍ରସ୍ତର ସ୍ଥାପନ। ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ତୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରାଯାଇଛି ଏବଂ ରାଜ୍ୟସ୍ତରୀୟ 471 ନୂଆ ପଞ୍ଚାୟତ କାର୍ଯ୍ୟରେ ଭିତ୍ତିଭୂମି ପ୍ରସ୍ତୁତ ସ୍ଥାପନ ହୋଇଥିବା ବେଳେ ଗତକାଲି ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅନ୍ତୋଦୟ ଗୃହ ଯୋଜନାରେ 48,693 ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କରାଯାଇଛି ଏବଂ ପ୍ରଥମ କାର୍ଯ୍ୟରେ 60,000ରେ ଦ୍ୱିତୀୟ ପର୍ଯ୍ୟାୟରେ 50,000 ସାମିଲ ହୋଇଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଅକ୍ଟୋବରରେ ପୁଣି ବାତ୍ୟା ଭୟ। ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ହୋଇଥିବା ବେଳେ ବଙ୍ଗୋପସାଗରରେ ଏନେଇ ପୁଣି ବାତ୍ୟା ଆଶଙ୍କା ଜନ୍ମ ନେଇଛି। ଆମେରିକାର ଜିଏଫଏସ୍ ମଡେଲ ଅନୁସାରେ ଚଳିତ ଅକ୍ଟୋବର ମାସରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ପାଣିପାଗ ବିଭାଗ ଅନୁଯାୟୀ 21 ଅକ୍ଟୋବର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏବଂ ଅବପାତରେ ପରିଣତ ହୋଇପାରେ। ଏହା ପଶ୍ଚିମବଙ୍ଗ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ଆକଳନ କରିଥିବା ବେଳେ ହେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବର୍ତ୍ତମାନ ସୁଦ୍ଧା ବାତ୍ୟା ବିଷୟରେ କୌଣସି ପୂର୍ବାନୁମାନ ନାହିଁ। କେବଳ ଲଘୁଚାପ ଓ ଅବପାତର ଆକଳନ ହୋଇଥିବା ବେଳେ ଏହା ପ୍ରଣାଳୀ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଯାଇପାରେ। ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ 21 ଅକ୍ଟୋବର ପୂର୍ବରୁ ସମୁଦ୍ର ଛାଡି କୂଳକୁ ଫେରି ଆସିବା ପରାମର୍ଶ ଦିଆଯାଇଥିବା ବେଳେ ଅକ୍ଟୋବରକୁ ବାତ୍ୟା ମାସ ବୋଲି କୁହାଯାଉଛି ଏବଂ 1999ର ମହାବାତ୍ୟା ମଧ୍ୟ ଏହି ମାସରେ ହୋଇଥିଲା। ଏହିପରି ଚଳିତ ଅକ୍ଟୋବରରେ ବାତ୍ୟା ପୁଣି ଥରେ ରାଜ୍ୟବାସୀଙ୍କ ମନକୁ ଛୁଇଁ ଯାଇଛି ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବାର୍ଷିକ 18,000 ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଯୋଜନାର ଲାଭ। ବାର୍ଷିକ 18,000 ଅଧିକ ବୃତ୍ତି କିମ୍ବା ଆର୍ଥିକ ସହାୟତା ପାଉଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ। ଏନେଇ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ଓ SC/ST ବିଭାଗ ଚିଠି ପଠାଇଛନ୍ତି। ଯୋଜନା ଅନୁଯାୟୀ ଯେଉଁ ମହିଳା NFSA/SFSS ଅନ୍ତର୍ଗତ ଓ ବାର୍ଷିକ ଆୟ ଟଙ୍କା 2.5 ଲକ୍ଷରୁ କମ୍ ଅଛି, ବୟସ 21ରୁ 60 ମଧ୍ୟ ଅଛି, ସେମାନେ ଯୋଗ୍ୟ ଏବଂ ସେମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ହୋଇଥିବା ବେଳେ କିନ୍ତୁ ଯେଉଁମାନେ ମାସିକ 1,500 ଟଙ୍କା ବା ବାର୍ଷିକ 18,000 ଟଙ୍କାରୁ ଅଧିକ ସରକାରୀ ସହାୟତା ଯେପରିକି ପେନସନ, ବୃତ୍ତି ଇତ୍ୟାଦି ପାଉଛନ୍ତି ସେମାନଙ୍କୁ ଏହି ଯୋଜନାରୁ ବାଦ୍ ଦେବେ। ଏହା ସହିତ ସଂସଦ ବିଧାୟକ, ଆୟକରଦାତା ଓ ବଡ଼ ଜମି ମାଲିକ କିମ୍ବା 4 ଚକିଆ ଯାନର ମହିଳାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିବେ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସାଇବର ସେଫ୍ଟି କ୍ୟାମ୍ପସ। 1 ମାସ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାଇବର ସୁରକ୍ଷା ନେଇ ସଚେତନ ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ନଭେମ୍ବର 17 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଚେତନ କାର୍ଯ୍ୟ। ଏଥିପାଇଁ ସବୁ ଜିଲ୍ଲାରେ ଗଡ଼ିବ 16ଟି ସାଇବର ରଥ। ଏହି ଅବସରରେ ଗତକାଲି ମାସ୍କଟ ସାଇରାକୁ ଉନ୍ମୋଚନ କରିଛନ୍ତି ପୋଲିସ ଡିଜି YB ଖୁରାନୟ। ଏହି କାର୍ଯ୍ୟକ୍ରମରେ ଟ୍ୟାଗ ଲାଇନ ଷ୍ଟପ୍, ଭେରିଫାଏ ଏଣ୍ଡ ସିକ୍ୟୋର ହୋଇଥିବା ବେଳେ ଗତକାଲି କାର୍ଯ୍ୟକ୍ରମରେ ଥିମ୍ ସଙ୍ଗ ଉନ୍ମୋଚନ କରିଛି ପୋଲିସ ଡିଜି। ଏହା ସହିତ ମାସେ ବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା କରାଯିବ ଏବଂ ସାଇବର ସେଫ୍ଟିକୁ ନେଇ ଯୁବପିଢ଼ି ରିଲ ପ୍ରସ୍ତୁତ କରି ସାଇବର ୱେସିଂ ଟ୍ୟାଗ ମଧ୍ୟ କରିପାରିବେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କୋଶଳ ପ୍ରଦେଶ ଗଠନ ଦାବିରେ ପୁଣି ତେଜ ଆନ୍ଦୋଳନ। ଡିସେମ୍ବରରେ କୋଶଳ ମହାବନ୍ଦ ଘୋଷଣା। କୋଶଳ ପ୍ରଦେଶ ଗଠନ ଦାବିକୁ ନେଇ ପୁଣି ଆନ୍ଦୋଳନକୁ ତେଜି ଉଠିଥିବା ବେଳେ ଗତ ରବିବାର ବରଗଡ଼ ଅନୁଷ୍ଠିତ ବୈଠକରେ ଡିସେମ୍ବର ମାସରେ କୋଶଳ ମହାବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଅଜିତ ଶତପଥୀଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ବିଭିନ୍ନ କୋଶଳବାଦୀ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଥିବା ବେଳେ ସଭାରେ ବାଳଗୋପାଳ ମିଶ୍ର, ପ୍ରମୋଦ ମିଶ୍ର, ଅଜିତ ଶତପଥୀ ଓ ନରେନ୍ଦ୍ର ହତାଙ୍କୁ ନେଇ 4 ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ ହୋଇଥିବା ବେଳେ 7ଟି ପ୍ରସ୍ତାବ ପାରିତ ହୋଇ କୋଶଳ ରାୟ ମିଳିତ କ୍ରିୟାନୁଷ୍ଠାନ ଗଠିତ କରାଯାଇଥିଲା। କମିଟି ପକ୍ଷରୁ ପାଣ୍ଠି ସଂଗ୍ରହ ଅଭିଯାନ, ଦିଲ୍ଲୀ ଚଲୋ କାର୍ଯ୍ୟକ୍ରମ ଓ ନିୟମିତ ସଭା କରିବାର ନିଷ୍ପତ୍ତି ନିଆଯାଇଥିବା ବୈଠକରେ ଜଗନ ମେହେର ପରିଚାଳନା କରିଥିଲେ ଓ ବୀରବଲ ମହାକୁଡ଼ ସଂଯୋଗ କରାଯାଇଥିଲା। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ସହ ଅନ୍ୟ ଜିଲ୍ଲାଗୁଡ଼ିକ ଶତାଧିକ କୋଶଳ କର୍ମୀ ଯୋଗ ଦେଇଥିବା ବେଳେ ସଭା ଶେଷରେ ସୁଶୀଲ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନବମ ଦୀପୋତ୍ସବ ଏକ ଐତିହାସିକ ମୁହୂର୍ତ୍ତରେ ପରିଣତ ହୋଇଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନେତୃତ୍ୱରେ ନଦୀ ତଟରେ 26,11,101 ମାଟି ଦୀପ ପ୍ରଜ୍ୱଳନ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ସହିତ 2128 ଦେବଚାର୍ଯ୍ୟ ଦ୍ୱାରା ଏକକାଳୀନ ଆରତି ମଧ୍ୟରେ ଦ୍ୱିତୀୟ ବିଶ୍ୱ ରେକର୍ଡ ହାସଲ କରିଛି ଅଯୋଧ୍ୟା। ଏହା ସହିତ ରାମ କି ପେଡ଼ି ଓ 56ଟି ଘାଟରେ ମିଳିତ ଭାବରେ 26 ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଡ୍ରୋନ୍ ଓ QR କୋଡ୍ ଜରିଆରେ ଦୀପ ଗଣନା କରି ଗିନିଜ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ପ୍ରାୟ 33,000 ସ୍ୱେଚ୍ଛାସେବୀ ଏହି ମହାନ କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ସନ୍ଧ୍ୟା 5ଟାରୁ ରାତି 8ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଉତ୍ସବ। ଲେଜର ଶୋ, ଡ୍ରୋନ୍ ପ୍ରଦର୍ଶନ, ଆଲୋକ ଓ ଶବ୍ଦ ସମାରୋହ ଏବଂ ଆତସବାଜି
ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଦୀପ ପ୍ରଜ୍ୱଳନ ଓ ଆରତୀରେ ଅଂଶଗ୍ରହଣ କରି କହିଥିଲେ, ପ୍ରତ୍ୟେକ ଦୀପ ଆମକୁ ମନେ ପକାଉଛି ଯେ ସତ୍ୟକୁ କଷ୍ଟ ଦିଆଯାଇପାରେ କିନ୍ତୁ ଏହାକୁ ପରାସ୍ତ କରାଯାଇପାରେ ନାହିଁ। ଦୀପୋତ୍ସବ 2025 କେବଳ ଏକ ରେକର୍ଡ ନୁହେଁ, ଏହା ଶ୍ରଦ୍ଧା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦୀପାବଳି ଓ କାଳୀପୂଜା ପାଇଁ ପୁଲିସ ପ୍ରଶାସନ ପ୍ରସ୍ତୁତ। ଦୀପାବଳି ଅବସରରେ ରାତି 9ଟା ପରେ ବାଣ ଫୁଟାଇବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି ଭୁବନେଶ୍ୱର ଡିଜି ଜଗମୋହନ ମୀନା। ଉଚ୍ଚ ଶବ୍ଦର ସମ୍ପନ୍ନ ବାଣ ଫୁଟାଇବାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଗ୍ରୀନ୍ କ୍ରାକର ବ୍ୟବହାର ପାଇଁ ଅନୁରୋଧ କହିଛି। ଏହା ସହିତ ମଦ ପିଇ ଗାଡ଼ି ଚଳାଇବାକୁ ଚାଳକଙ୍କୁ ଅଟକ ଓ ଗାଡ଼ି ଜବତ କରାଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ କରାଯାଇଥିବା ବେଳେ ସେହିପରି ଭଦ୍ରକ ଜିଲ୍ଲାରେ କାଳୀପୂଜା ପାଇଁ ପୁଲିସ ଓ ପ୍ରଶାସନ ପୁରା ପ୍ରସ୍ତୁତ ହୋଇଛନ୍ତି। ଏପରିକି ମନୋଜ ରାଉତ ମଧ୍ୟକ୍ଷତାରେ ପ୍ରସ୍ତୁତ ବୈଠକ ହୋଇଥିବା ବେଳେ ଯେଉଁଥିରେ 5 ପ୍ଲାଟୁନ୍ ଠାରୁ ଅଧିକ ପୁଲିସ ମୁତୟନ ହେବେ। ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ମଧ୍ୟ ସମସ୍ତ ପୂଜା କମିଟିକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେଠାରୁ ଭଦ୍ରକ ସହର ଓ ଗ୍ରାମାଞ୍ଚଳରେ ରାତି ପାଟ୍ରୋଲିଂ କଡ଼ାକଡ଼ି ହେଉଛି। ଚଳିତ ବର୍ଷରୁ ଭଦ୍ରକରେ କାଳୀ ପୂଜା 9 ଦିନ ଧରି ପାଳନ ହେବା ବେଳେ ଭିତ୍ତି ପୂଜା କମିଟି ମା କାଳୀଙ୍କ ମୂର୍ତ୍ତି ଓ ତୋରଣ ସଜା କାମରେ ବ୍ୟସ୍ତ ଅଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ ଓ ପୂଜା କମିଟିମାନେ ଏହି ପ୍ରସିଦ୍ଧ ଭଦ୍ରକ କାଳୀପୂଜାକୁ ରାଜ୍ୟସ୍ତରୀୟ ମହୋତ୍ସବ ପରିଣତ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ହୁତୁହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ୍। ପଞ୍ଜାବ ଅମୃତସର ସହାର୍ସ ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ ହୋଇଥିବା ବେଳେ ଗତ ଶନିବାର ସକାଳ ସମୟରେ ଏକ ଅଘଟଣ ଘଟିଥିବାର ସୂଚନା ରହିଛି। ଅମୃତସରରୁ ସହାର୍ସ ଯାଉଥିବା ସମୟରେ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ବେଳେ ସାଙ୍ଗେ ସାଙ୍ଗେ 3ଟି ବଗିକୁ ମାଡ଼ି ଯାଇଥିଲା ନିଆଁ। ଆମ୍ବାଲାଠାରୁ ଅଧ କିଲୋମିଟର ଦୂରରେ ଶିରସିଦ୍ଧ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ତୁରନ୍ତ ଅଟକିଥିଲା। ନିଜର ଜିନିଷପତ୍ର ଛାଡ଼ି ପ୍ରାଣ ବିକଳରେ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲା ଯାତ୍ରୀ। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ପ୍ରାଥମିକ ସୂତ୍ରରୁ ସୂଚନା ମିଳିଛି। ସୌଭାଗ୍ୟବଶତଃ ଏଥିରେ କୌଣସି ବଡ଼ ଧରଣର କ୍ଷତିଗ୍ରସ୍ତ ହୋଇନାହିଁ। ତେବେ କିଛି ଲୋକ ଆହତ ହୋଇଥିବା ବେଳେ କେତେକ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।